ଆସନ୍ତୁ ଶୁଣିବା ଗଳ୍ପ ସୁନ୍ଦରର ଆବାହନ। ଗାଳ୍ପିକ ରାଜକିଶୋର ରାୟ। ଭାରତବର୍ଷର ଗୋଟିଏ ବଡ଼ ସହର ନାଁ ଜାଣିବା ଦରକାର ନାହିଁ। ସେ ସହରରେ ବହୁ ବିତ୍ତଶାଳୀ ବଡ଼ ଲୋକ ବାସ କରନ୍ତି। ସେମାନଙ୍କର ଅପର୍ଯ୍ୟାପ୍ତ ସମ୍ପତ୍ତି, ଭୋଗ ବିଳାସରେ ତାଙ୍କର ଜୀବନ ଭରପୁର। ଆଜ୍ଞାରାମ ଏହି ଶ୍ରେଣୀର ଜଣେ କୋଟିପତି ଭଦ୍ରଲୋକ। କୋଟିପତି କହିଲେ ଆମ ଆଖି ପାଉନାହିଁ ସେ କିଭଳି ଲୋକ ହୋଇଥିବ। ତାଙ୍କର ସବୁ ରାଜ୍ୟରେ ଅଫିସ ଅଛି। ଅଫିସର ମ୍ୟାନେଜର ମାସକୁ 5,000 ଟଙ୍କା ଦରମା ନିଅନ୍ତି। ତାଙ୍କର କୌଣସି ପିଅନ ମାସକୁ 500ରୁ କମ୍ ନିଅନ୍ତି ନାହିଁ। ଓଡ଼ିଶା, ବଙ୍ଗଳା, ମଧ୍ୟପ୍ରଦେଶ ଆଉ ଅନ୍ୟାନ୍ୟ ରାଜ୍ୟରେ ଯେଉଁ ବଣ, ପାହାଡ଼, ପର୍ବତ ରହିଛି ସେସବୁକୁ ସେ ତାଙ୍କର ସମ୍ପତ୍ତି କରି ନେଇଛନ୍ତି। ଧାତୁ ଦ୍ରବ୍ୟର ଖଣିର ମାଲିକ ସେ। ଟ୍ରକ୍ ସଂଖ୍ୟା ଶହ ଶହ, ମୋଟର ଗାଡ଼ି ସେହି ସଂଖ୍ୟାର ହେବ, କର୍ମଚାରୀ ହଜାର ହଜାର। ଆଧୁନିକ ବିଜ୍ଞାନ ଯେତେ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ଦେଇପାରେ ସେସବୁ ଆଜ୍ଞାରାମଙ୍କ ପାଖରେ ରହିଛି। ଯନ୍ତ୍ରକୁ ସେ ଦାସ କରିଦେଇଛନ୍ତି। ସେ ଓ ତାଙ୍କ ପରିବାର ଭୂଇଁ ଉପରେ ଚାଲନ୍ତି ନାହିଁ। କେତେବେଳେ ଚାଲିବେ? ସୁବିଧା ସୁଯୋଗ କାହିଁ? ପାଇଖାନା ଘରେ ଚଟାଣ ଉପରେ ଦାମିକା କାର୍ପେଟ, ଶୋଇବା ଘରଠାରୁ ଆରମ୍ଭ କରି ଲିଫ୍ଟ ଦେଇ ଅବତରଣ କରିବା ପାଇଁ ଯେଉଁ ଯେଉଁ ରାସ୍ତା ଅଛି ଓ ଯେଉଁ ଯେଉଁ ଘର ଦେଇ ଯିବାକୁ ହେବ ସବୁଆଡ଼େ ବିଛାଯାଇଛି କାର୍ପେଟ। ଦୈବାତ ମାଟି ସହିତ ଗୋଡ଼ର ସଂଯୋଗ ହୋଇଯିବ ଏ ସୁଯୋଗ ନାହିଁ। ପ୍ରାସାଦ ଛାଡ଼ିଲେ ଗୋଡ଼ ଉଠିଯାଏ କାର୍ ଭିତରକୁ, ସେଠି ବି କାର୍ପେଟ ଓ ଗଦି। ଯାହା ଘରକୁ ଆଜ୍ଞାରାମ ଓ ତାଙ୍କ ପରିବାର ଭ୍ରମଣ ତଥା ସାମାଜିକତା ରକ୍ଷା କରିବାକୁ ଯାଆନ୍ତି ସେମାନେ ଆଗରୁ ଟେଲିଫୋନରେ ପଚାରି ବୁଝନ୍ତି ଗୋଡ଼ ତଳେ ମାଟି ଅଛି କି, ସେ ମାଟି ଉପରେ ଆବୃତ ରହିଛି କି ନାହିଁ ଗଦି ବା କାର୍ପେଟ। ଅଧିକାଂଶ ସମୟ ସେମାନେ ବ୍ୟବସାୟ ଧନ୍ଦା ନେଇ ଆକାଶଚାରୀ ହୋଇଥାନ୍ତି। ତେଣୁ ଆକାଶରେ ଉଡ଼ି ବୁଲିଲା ବେଳେ ମାଟି ବା କେଉଁଠୁ ଆସିବ? ଶରୀର ସେମାନଙ୍କର ମାଟି, ପାଣି ଓ ପ୍ରକୃତିର ସୁଷମାରୁ ଆବାଲ୍ୟରୁ ଦୂରରେ ରହିଲା। ଶୀତଳ ପାଣିରେ ଜୀବାଣୁ ଥିବ ବୋଲି ସେମାନେ ପିଲାବେଳୁ ଗରମ ଜଳ ପିଅନ୍ତି ଓ ସ୍ନାନ କରନ୍ତି। ତେଣୁ ହଠାତ୍ ଥଣ୍ଡା ପାଣି ବାଜିଗଲେ ଶରୀରରେ କିଭଳି ରୋମାଞ୍ଚ ଆସେ ସେମାନେ ଜାଣିନାହାନ୍ତି। ଗରମ ପାଣି ନ ମିଳିଲେ ସେମାନେ ତୃଷାର୍ତ୍ତ ହୋଇ ପଛକେ ଦିନ ଦିନ ରହିଯିବେ, ଥଣ୍ଡା ପାଣି ପିଇବେ ନାହିଁ। ବଡ଼ ଲୋକ ଯେତେବେଳେ ଗରମ ପାଣି ବା ମିଳିବ ନାହିଁ କାହିଁକି? ଭାରତବର୍ଷ ସାରା ତାଙ୍କର ହୋଟେଲ ମାଳା ରହିଛି। ପ୍ରତି ଜାତିର, ପ୍ରତି ଦେଶର ଖାଦ୍ୟ ସେଠାରେ ଚାହିଦା ମୁତାବକ ପରଷାଯାଏ। ଆଜ୍ଞାରାମ ଥରେ ଥରେ ସାଙ୍ଗସାଥୀଙ୍କୁ ନେଇ ଉଡ଼ିଯାଆନ୍ତି କେବଳ କାଶ୍ମୀର ଖାଦ୍ୟ ଖାଇବାକୁ। କେବେ ବା ପ୍ରାଚ୍ୟ ଦ୍ୱୀପପୁଞ୍ଜରେ କେଉଁଠି ସୁସ୍ୱାଦୁ ଖାଦ୍ୟ କ'ଣ ତିଆରି ହେଉଥିବ ଭାବି ଉଡ଼ାଜାହାଜରେ ବୁଲି ଆସନ୍ତି। ହାତରେ ଛୁଇଁଲା ଭଳି ଏ ଦ୍ୱୀପଗୁଡ଼ାକ ତାଙ୍କୁ ଜଣାପଡ଼େ। ବ୍ୟୋମଯାନରେ ସେମାନଙ୍କର ଯିବା ଆସିବା ଆମ ପକ୍ଷରେ ରିକ୍ସା ଭ୍ରମଣ ସହିତ ସମାନ। ଅନାୟାସେ ଆମେ ରିକ୍ସାକୁ ଡାକିବା ଭଳି ଅନାୟାସେ ସେମାନେ ଉଡ଼ାଜାହାଜରେ ବସିଯାଆନ୍ତି ଆଉ ଉଡ଼ିଯାଆନ୍ତି। ଆଜ୍ଞାରାମଙ୍କ ଶରୀର ଯଦି କୌଣସି ଆକ୍ସିଡେଣ୍ଟରେ କ୍ଷତବିକ୍ଷତ ହୋଇଯାଏ, ହାତୀ ଜୀଇବା ବା ମରିବା ବିଚାର ଭଳି ତାଙ୍କ କଳେବରରୁ ଅତି କମ୍ରେ 1,00,000 ଟଙ୍କାର ଜିନିଷ ବାହାରିବ। ମଥାଠାରୁ ତଳିପା ଯାଏଁ ଭର୍ତ୍ତି ରହିଛି ଦାମିକା ପୋଷାକ ଆଭରଣ ଓ ସୁନା ତଥା ହୀରାର ଟାଇପିନ୍ ଠାରୁ ଆରମ୍ଭ କରି ଗୋଡ଼ର ଜୋତା ଯାଏଁ। ମାଇପିମାନଙ୍କର ଚଟି ଓ ସ୍ୟାଣ୍ଡେଲର ଚାରିପଟେ ଖୁବ୍ କମ୍ କପଡ଼ା ଦେଖିବାକୁ ମିଳେ, ସୁନାର ଜରି ଥାଏ ବେଶୀ। ବାସ୍, ଏଇ ଯେଉଁ ଚିତ୍ର ଦିଆଗଲା ତାହା ଯେତିକି ମାନମହତ ଓ ଧନର ଆଟପ ବିବୃତ କଲା ତଦପେକ୍ଷା 1000 ଗୁଣ ହେବ ଆଜ୍ଞାରାମଙ୍କର ବିଳାସର ଚିତ୍ର। ସାର୍ଥକ ସେମାନଙ୍କର ଜନ୍ମ ଏ ଧରା ଉପରେ। କି ସୁକୃତ ସୌଭାଗ୍ୟ ସେମାନେ ଅର୍ଜିଥିଲେ। ଈଶ୍ୱରଙ୍କର କିଭଳି ପ୍ରିୟ ସନ୍ତାନ ହୋଇଥିଲେ ଯେ ଯେଉଁ ଦେଶରେ ଲକ୍ଷ ଲକ୍ଷ ଲୋକ ତୁଣ୍ଡରେ ଆହାର ଦିଅନ୍ତି, ଦିନରେ ଥରେ ମାତ୍ର ପିନ୍ଧନ୍ତି ଆଣ୍ଠୁଲୁଚା ଲୁଗା ଖଣ୍ଡେ, ରହନ୍ତି ଟୋପର ତଳେ, ସେଠାରେ ଆଜ୍ଞାରାମଙ୍କର ଆରାମର ଅନ୍ତ ନାହିଁ। ବିଚିତ୍ର ଏ ବ୍ୟବହାର। କିନ୍ତୁ ଆଜ୍ଞାରାମଙ୍କର ପ୍ରିୟତମା ପତ୍ନୀ ସୁକଦେବୀଙ୍କର 10 ଥର ପେଟ ଚିରାଗଲାଣି। ଅଚିହ୍ନା ବେମାରୀକୁ କେହି ଡାକ୍ତର ଜାଣିପାରୁନାହାନ୍ତି। ତେଣୁ ଯେତେ କାଟୁଛନ୍ତି ସେତେ ଗହିରା ହୋଇଯାଉଛି ସେ ବ୍ୟାଧି ଓ କ୍ଷତ। ନ୍ୟୁୟର୍କ, ଲଣ୍ଡନ, ବର୍ଲିନ ପ୍ରଭୃତି ବଡ଼ ବଡ଼ ସହରରୁ ଚିକିତ୍ସକ ଆସିଛନ୍ତି, ଫେରିଛନ୍ତି। ଗଲାବେଳେ କହିଯାଇଛନ୍ତି ଭାରତୀୟ ଚିକିତ୍ସକଙ୍କୁ କେବଳ କାଟ। ପୁଅ ବୀର ବିକ୍ରମର ଗୋଟାଏ ଆଖି, ସେଇପଟର କର୍ଣ୍ଣ, ସେଇ ପାଖର ହାତ ଓ ଗୋଡ଼ ଅଚଳ। ଆରପଟଟା ଚଳେ ଅବଶ୍ୟ,
କିନ୍ତୁ ଏ କି ଜୀବନ। ଆଜ୍ଞାରାମ ପୁଅର ଅଚଳ ଅଙ୍ଗକୁ ଚଳେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବର୍ବାଦ କଲେ, କିନ୍ତୁ କିଛି ହେଲା ନାହିଁ। ନିଜେ ସେ ଅସୁସ୍ଥ, କିଛି ଖାଇଲେ ଆଦୌ ହଜମ ହୁଏନି। ମନେ ହୁଏ ଉଦର ତାଙ୍କର ଶିଳାରେ ତିଆରି। ସଂକୁଚନ ଓ ପ୍ରସାରଣ ବିଧି ଏଠାରେ ଚଳେ ନାହିଁ। ଅବଶ୍ୟ ଯୌବନରେ ମହଣ ମହଣ ସେ ଖାଇଛନ୍ତି। ସ୍ନାୟୁଗୁଡ଼ାକୁ ଇଚ୍ଛା ମତେ ଛିଣ୍ଡି ଯିବା ସ୍ଥିତିକୁ ନେଇ ଆସିଛନ୍ତି। ଏ ସୁନା ହୀରା ମୁଠା ମୁଠା କଲେ ବି ଗୋଟିଏ ଚପାତି ବି ହଜମ ହେଉନି। ଖଣି ଭିତରର ମାଙ୍ଗାନିଜ ଉପରକୁ ଉଠି ଆସୁଛି, କୋଇଲା ଉଠି ଆସୁଛି, କିନ୍ତୁ ଆଜ୍ଞାରାମଙ୍କ ଉଦର ଭିତରୁ ଯାହା ଉଠି ଆସେ କେବଳ ପିତ୍ତ ବାନ୍ତି, ଜଳ ଉଦ୍ଗାର। ମରଣ ନିଶ୍ଚିତ ଜାଣିଲେ। ଝିଅ ପଦ୍ମିନୀର ପତ୍ତା ନାହିଁ। କିଶୋରୀ ବୟସରୁ ସେ ଅପହୃତା। ବିଶ୍ୱଟା ଯାକ ଆଜ୍ଞାରାମ ତାକୁ ଖୋଜି ଆସିଲେ, କନ୍ୟାର ସମ୍ବାଦ ମିଳିଲା ନାହିଁ। ପ୍ରତି ସନ୍ଧ୍ୟାରେ ବିଭିନ୍ନ ଷ୍ଟେଟ୍ରୁ ମ୍ୟାନେଜରମାନେ ଆଜ୍ଞାରାମଙ୍କ ପାଖକୁ ଟେଲିଫୋନ, ଟେଲେକ୍ସ ଓ ବେତାର ଯନ୍ତ୍ରରେ ଜଣାଇ ଦିଅନ୍ତି, ଏଠାରେ ଲାଭ ଏକା ଦିନକେ 2.5 ଲକ୍ଷ, ସେଠାରେ ସାର୍ଦ୍ଧ 5 ଲକ୍ଷ। ହିମାଳୟର ଶୃଙ୍ଗକୁ ବି ଛୁଇଁଯିବ ଏ ସଂଖ୍ୟା, ଏଭରେଷ୍ଟକୁ ବି ବଳିଯିବ ଏ ଧନ ପରିମାଣ। କିନ୍ତୁ ରାତ୍ରି ପାହି ଆସୁଥିଲା, ଯେମିତି ସବୁ ଯାମିନୀ ପ୍ରଭାତୀ ଆସେ। କୋଟିପତି ଆଜ୍ଞାରାମ ଆଜି ପାଦରେ ଜୋତା ପିନ୍ଧି ନାହାନ୍ତି, ଦେହରେ ତାଙ୍କର ଆବରଣ ନାହିଁ। ଆଜ୍ଞାରାମକୁ ଅନ୍ତର ଭିତରକୁ ପ୍ରବେଶ ପାଇଁ ଅନ୍ତଃପୁରୁଷ ଆଜ୍ଞା ଦେଲା। କହିଲା, ଦେଖରେ ମୂର୍ଖ, ଏଯାଏଁ କେଉଁ ଜଗତରେ ଥିଲୁ? କ'ଣ ସେଠାରେ ପାଇଥିଲୁ? ଆତ୍ମହତ୍ୟା କରିବାକୁ ଆସିଛୁ? ବଞ୍ଚି ନ ଜାଣିଲୁ ବୋଲି ବଞ୍ଚିତ ହୋଇଛୁ। କିଏ ରକ୍ଷା କରିବ? ତଳେ କାହାର କେକାଧ୍ୱନି। ଜଣେ ପୁରୁଷ, ଜଣେ ସ୍ତ୍ରୀ ଗୋଡ଼ାଗୋଡ଼ି ହେଉଛନ୍ତି, ଛନ୍ଦି ହୋଇ ଯାଉଛନ୍ତି ପାଦେ ପାଦେ, ପିଇ ଯାଉଛନ୍ତି ଏ ପାର୍ବତ୍ୟ ସମୀରଣକୁ। ଛାତିକୁ ଉଷୁମାଉଛନ୍ତି ଦିଗ୍ବଳୟ ଛାଡ଼ି ଉଠି ଆସୁଥିବା ସବିତାର ରଶ୍ମିକୁ ଦେଖାଇ। ଫୁଲର ଗନ୍ଧରେ ମହା ମତୁଆଲା। ସର୍ବତ୍ର ଆନନ୍ଦ ଆନନ୍ଦ ଆନନ୍ଦ। ସବୁଆଡ଼େ ସୁନ୍ଦରର ଆବାହନ। ଆରେ ହାଁ ରେ, ଏ ଲୋକଟା କ'ଣ କରୁଛି କିରେ ପାହାଡ଼ ଉପରେ? ଖସି ପଡ଼ିବରେ, ଆରେ ମରିଯିବରେ। ବନଜୀବିନୀ ନାରୀର ଚମକ ବାଣୀ। ପୁରୁଷ କହିଲା, ତୁ ସତ କହୁଛୁ? ମରିବାକୁ ଆସିଛି ରେ ସହରୀ ଲୋକଟା। ଆମ ଆଡ଼ ଲୋକ ତ ଏ ନୁହେଁ। ଡାକ ପକାଇଲେ ସେମାନେ। ଆଦିମ କାଳର ଡାକ ସେ। ନିରାଭରଣ, ଅକୃତ୍ରିମ। ଖଣ୍ଡେ ଜଙ୍ଘିଆ କଟି ଉପରେ ପାହାଡ଼ର ଶୃଙ୍ଗ ଉପରେ ଛିଡ଼ା ହୋଇ ଆଜ୍ଞାରାମ ହାତ ମୁଠା ମୁଠା କରୁଛନ୍ତି। କାହାକୁ ଖୋଜୁଛନ୍ତି? କିଏ ସେ ଅଦେଖା ଅଜଣା ରୂପକାର, ଯାହାକୁ ନ ଦେଖିପାରିଲେ ବି ସେ ଦେଖାଦିଏ, ଯାହାକୁ ନ ଜାଣିପାରିଲେ ବି ସେ ନିଜ ଅସ୍ତିତ୍ୱ ସମ୍ବନ୍ଧରେ ଜଣାଇ ଦିଏ। ଆଜ୍ଞାରାମ ହାତ ମୁଠା ମୁଠା କରିବା ବନ୍ଦ କଲେ। ତଣ୍ଟି ତାଙ୍କର ଶୁଖି ଆସିଲା, ଗୋଡ଼ ଥରିଲା। ଶେଷ ମୁହୂର୍ତ୍ତ ଆସନ୍ନ। ସେ ଚାହିଁ ଦେଖିଲେ ତଳକୁ, କିଛି ରହିବ ନାହିଁ। ମାଂସ ପିଣ୍ଡୁଳାଟାଏ ହୋଇଯିବ। ହଜାର ହଜାର ଫୁଟ ତଳର ଧରିତ୍ରୀ। ତା କୋଳରେ ଶୋଇଯିବା ପୂର୍ବରୁ ଆଜ୍ଞାରାମଙ୍କ ଦେହ ହୋଇନଥିବ, ଯେଉଁ ଦେହର ଚର୍ବି ତିଆରି ହୋଇଛି ପୃଥିବୀର ବହୁ ଭୋଜନାଳୟର ସୁସ୍ୱାଦୁ ସାମଗ୍ରୀରେ। ପ୍ରଭାତର ମୃଦୁମନ୍ଦ ସମୀରଣ ତାଙ୍କ ଦେହ ଛୁଇଁଲା। ସେ ଜୀବନରେ ଏହାର ସ୍ପର୍ଶ ଜାଣିନଥିଲେ କେବେ। ସେ ଚକିତ ହେଲେ। ଏ କ'ଣ? ଏକ ସୁନ୍ଦର ସୂର୍ଯ୍ୟୋଦୟ। ବଣପକ୍ଷୀ ଉଡ଼ି ଯାଉଛି, କିଚିରମିଚିର ତାର ସ୍ୱନ। ତପନ ଧୀରେ ଧୀରେ ଉଠି ଆସୁଛି। ପୂର୍ବ ଦିଗ ବିଚିତ୍ର ରଙ୍ଗ ଶୋଭାରେ ଆନନ୍ଦ ବିକିରଣ କରୁଛି। ବୃକ୍ଷଲତା ହସୁଛନ୍ତି। ସୃଷ୍ଟିର ଆନନ୍ଦ ଝଲକ। ଆକାଶ ଶାନ୍ତ ଓ ଅରୁଣିମା ସିକ୍ତ। ଇଏ ପୁଣି କ'ଣ? ମା ପକ୍ଷିଣୀ ଛୁଆକୁ ଚଞ୍ଚୁରେ ଚଞ୍ଚୁ ରଖି ଖୁଆଇ ଦେଉଛି। ଅଜସ୍ର ଝିଙ୍କାରି ଐକ୍ୟ ତାନ ତୋଳୁଛନ୍ତି। ଦୁର୍ବା ଉପରେ ନାଚୁଛନ୍ତି, ପୁଣି ଉଡ଼ି ଯାଉଛନ୍ତି। ଅନ୍ତରର ଡାକ, ବାହାରର ଡାକ ସବୁ ମିଶି ଆଜ୍ଞାରାମକୁ ଚେତନା ଦେଲା, ଚମକ ଦେଲା। ପୃଥିବୀ ଏତେ ସୁନ୍ଦର ତେବେ? ମୁକ୍ତ ଆକାଶ, ବିମୁକ୍ତ ନରନାରୀ। ନାହିଁ କପଟାଚାର, ନାହିଁ ଧନଲୋଭ, ନାହିଁ ହିଂସା ଓ ହତ୍ୟା, ନାହିଁ ଚୋରାଧନ କାରବାରର ବିପୁଳ ଧନ ସଞ୍ଚୟ, ନାହିଁ ମାନବ ଆତ୍ମାର ଅବମାନନା। ଓଃ ପ୍ରଭୁ, ପ୍ରଭୁ, ପ୍ରଭୁ! ପ୍ରଥମ ଥର ପାଇଁ ଆଜ୍ଞାରାମଙ୍କ ଚେତନାରେ ଆବିର୍ଭୂତ ହେଲେ ବିଶ୍ୱପୁରୁଷ ଭଗବାନ। ସେ ଦୁଇ ହାତ ଯୋଡ଼ିଲେ, ଆଖି ବୁଜିଲେ, ଢଳି ପଡ଼ିଲେ ଆଗକୁ ଟିକିଏ। ଦୁଇ ପାଦ ପଛକୁ ଫେରିଲା।
ମୃତ୍ୟୁ ହେଲା ପରାସ୍ତ। ହେଲେ ଜାରଜ ସଭ୍ୟତାର ଅନ୍ତରାଳକୁ ଆଉ ନୁହେଁ, ସ୍ୱଚ୍ଛଳ ଆନନ୍ଦର କୈବଲ୍ୟର ଧାରା ଭିତରକୁ ତାଙ୍କର ଗତି। ମହାସ୍ରୋତର ଅଭିମୁଖରେ ସେ ଜୀବନନାଦର ଉତ୍ତରଣ। ଆଜ୍ଞାରାମ ସେ ଶୈଳ ଶିଖରରୁ ଫେରିଆସିଲେ। ପଥିକ ଯାଏ ସେ ସ୍ଥାନକୁ, ମଥା ପୋତେ। ଆଜ୍ଞାରାମଙ୍କ ଆଶ୍ରମ ଆଜ୍ଞା ପରିବର୍ତ୍ତେ ରାମାନନ୍ଦ ଆଶ୍ରମକୁ ତ୍ୟାଗ ଓ ସେବା ପୀଠକୁ। ଯେଉଁ ଶୈଳଶିଖର ଉପରେ ତାଙ୍କର ଅଭିନବ ଆତ୍ମାନୁଭବ ପ୍ରତିଷ୍ଠିତ ହେଲା, ଚେତନାର ରୂପାନ୍ତର ସମ୍ଭବିଲା, ସେହି ପର୍ବତ ପଥପ୍ରାନ୍ତେ ସ୍ଥାପିତ ହୋଇଛି ରାମାନନ୍ଦ ବାଟିକା। ଆନନ୍ଦର ଆବାହନ। ପଛରେ ପଡ଼ିଲେ ସମସ୍ତେ। ସମ୍ଭୋଗର ବିଷ ଘେନି ସେମାନେ ବଞ୍ଚି ରହିଲେ ପୃଥିବୀ ପୃଷ୍ଠରେ। ମୃତ୍ୟୁସ୍ପର୍ଶର ଅବ୍ୟବହିତ ପୂର୍ବରୁ ଆଜ୍ଞାରାମ ଖୋଜି ପାଇଲେ ସୁନ୍ଦରର ଦେବତାକୁ। ଅସୁନ୍ଦର ନିର୍ବାପିତ ହେଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଅଧ୍ୟାପକ ରାଜକିଶୋର ରାୟଙ୍କ ଗଳ୍ପ ସୁନ୍ଦରର ଆବାହନ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।